ओम शांति। ओम शांति। ओम शांति। ओम शांति। ओम शांति। ओम शांति। 17/2/25 प्राप्त मुरली ओम शांति बापदादा मधुबन। बाबा कहले मिठे बचे बाबा तुमर अतिथि होई आसिछंती तेणु तांकर आदर କରିବାକୁ ହେବ। ଯେମିତି ସ୍ନେହରେ ଡାକୁଛ ସେମିତି ଆଦର ମଧ୍ୟ କରିବାକୁ ପଡ଼ିବ। ନିରାଦର ନ ହେଉ। ପ୍ରଶ୍ନ ତୁମମାନଙ୍କୁ କେଉଁ ନିଶା ସଦାସର୍ବଦା ଚଢ଼ିବା ଦରକାର? ଯଦି ନିଶା ଚଢ଼ୁନାହିଁ ତେବେ କ'ଣ କୁହାଯିବ? ଉତ୍ତରରେ ବାବା କହିଲେ ଉଚ୍ଚରୁ ଉଚ୍ଚ ଆସାମୀ ଏହି ଦୁନିଆକୁ ଆମର ଅତିଥି ହୋଇ ଆସିଛନ୍ତି। ଏହି ନିଶା ସଦାସର୍ବଦା ଚଢ଼ି ରହିବା ଦରକାର। କିନ୍ତୁ ଏହି ନିଶା ଚଢ଼ିବାରେ କମ୍ ବେଶୀ ହୋଇଥାଏ। କେହି କେହି ତ ବାବାଙ୍କର ସନ୍ତାନ ହୋଇ ମଧ୍ୟ ସଂଶୟରେ ଆସି ବାବାଙ୍କର ହାତ ଛାଡ଼ି ଦେଉଛନ୍ତି। ତେଣୁ କୁହାଯାଏ ତାଙ୍କର ଭାଗ୍ୟ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାରାଂଶ ବାପଦାଦା ସର୍ବଦା 1 ନମ୍ବର ସର୍ବଦା ସର୍ବୋଚ୍ଚ କ୍ଷମତା ସମ୍ପନ୍ନ ବାବାଙ୍କ ସ୍ମୃତିରେ ରହିବାକୁ ହେବ। ବିନାଶୀ ଶରୀର ନ ଦେଖି ଦେହୀ ଅଭିମାନୀ ହେବାର ପରିଶ୍ରମ କରିବାକୁ ହେବ। ଯୋଗର ଠିକ୍ ଠିକ୍ ଚାର୍ଟ ରଖିବାକୁ ହେବ। 2 ନମ୍ବର ଦିନରାତି ସେବାର ତତ୍ପର ରହି ଅପାର ଖୁସିରେ ରହିବାକୁ ହେବ। 3 ଲୋକର ରହସ୍ୟ ସମସ୍ତଙ୍କୁ ଖୁସି ଖୁସିରେ ବୁଝାଇବାକୁ ହେବ। ଶିବବାବା ଯେଉଁ ଶ୍ରୀମତ ଦେଉଛନ୍ତି ସେଥିରେ ଅତୁଟ ନିଶ୍ଚୟ ରଖି ଚାଲିବାକୁ ହେବ। ଯଦି କୌଣସି ବି ବିଘ୍ନ ଆସିଯାଏ ତେବେ ଡରିବାର ନାହିଁ। ସ୍ୱୟଂ ବାବା ଆମର ଦାୟିତ୍ୱ ବହନ କରିଛନ୍ତି, ସେଥିପାଇଁ କୌଣସି ସଂଶୟ ଆସିବାର ନାହିଁ। ବରଦାନ ଶ୍ରେଷ୍ଠ ବେଳା ଆଧାରରେ ସର୍ବପ୍ରାପ୍ତିର ଅଧିକାରର ଅନୁଭବ କରୁଥିବା ପଦ୍ମ ପଦ୍ମ ଭାଗ୍ୟଶାଳୀ ଭବ। ବିସ୍ତାରରେ ବାବା କହିଲେ ଯେଉଁମାନେ ଶ୍ରେଷ୍ଠ ବେଳାର ଜନ୍ମ ନେଇଥିବା ଭାଗ୍ୟବାନ ସନ୍ତାନ ସେମାନେ କଳ୍ପ ପୂର୍ବରୁ ଅନୁଭୂତି ଆଧାରରେ ଜନ୍ମ ହେବା ମାତ୍ରକେ ନିଜର ପଣିଆର ଅନୁଭବ କରିଥାନ୍ତି। ସେମାନେ ଜନ୍ମଠାରୁ ହିଁ ସର୍ବସମ୍ପତ୍ତିର ଅଧିକାରୀ ହୋଇଥାନ୍ତି। ଯେପରି ବୀଜ ଭିତରେ ସାରା ବୃକ୍ଷର ସାରାଂଶ ଅର୍ଥାତ୍ ସୂକ୍ଷ୍ମ ରୂପ ସମାହିତ ହୋଇ ରହିଥାଏ, ସେହିପରି ନମ୍ବର 1 ବେଳାର ଜନ୍ମ ନେଉଥିବା ଆତ୍ମାମାନେ ଆସିବା ମାତ୍ରକେ ସର୍ବସ୍ୱରୂପ ପ୍ରାପ୍ତିର ସମ୍ପତ୍ତିର ଅନୁଭବୀ ହୋଇ ଯାଇଥାନ୍ତି। ସେମାନେ କେବେ ହେଲେ ଏହିଭଳି କହିବେ ନାହିଁ ଯେ ସୁଖର ଅନୁଭବ ହେଉଛି କିନ୍ତୁ ଶାନ୍ତିର ହୋଇନାହିଁ, ବା ଶାନ୍ତିର ଅନୁଭବ ହେଉଛି କିନ୍ତୁ ସୁଖର ହେଉନାହିଁ, ଶକ୍ତିର ହେଉନାହିଁ। ସେମାନେ ସର୍ବ ଅନୁଭବ ସମ୍ପନ୍ନ ହୋଇଥାନ୍ତି। ସ୍ଲୋଗାନ ନିଜର ପ୍ରସନ୍ନତାର ଛାୟା ଦ୍ୱାରା ଶୀତଳତାର ଅନୁଭବ କରାଇବା ପାଇଁ ନିର୍ମଳ ଓ ନିର୍ମାଣ ହୁଅ। ओम शांति।